जय जगन्नाथ। नमस्कार दर्शक बंधु, आसतु जानिबा आजिर 20टी बड़ और गुरुत्वपूर्ण खबर। भिडियोटी भल लगिले लाइक करंतु एवं जदि आपण आम चैनल रे नुआ आसिचंती सब्सक्राइब करी बेल आइकन दबांतु, जहा द्वारा ओडिशा देश विदेशर ताजा खबर, पाणीपाग सूचना और ब्रेकिंग न्यूज सबुठारु प्रथमे पाई परिबे। प्रथम खबर, भारत में यूपीआई माध्यम प्रतिदिन 75 कोटी अधिक डिजिटाल कारोबार हेउची। एबे एनपीसीआई प्रतिदिन 100 कोटी कारोबार एवं 50 कोटी नुआ व्यवहारकारी जोड़िबा लक्ष्य रखिछि। एनपीसीआई रो एमडी और सीईओ दिलीप आपसे कहिसंती एही लक्ष्य पूरण रे एआई गुरुत्वपूर्ण भूमिका नेबो। एआई माध्यम रे ऑनलाइन ठकेई रोकिबा, नकली अकाउंट चिन्हट करिबा एवं यूजरक सुरक्षा को आहुरी मजबूत करा जिवो। एहा सह भारतीय भाषा और भॉइस आधारित सेवा माध्यम रे नुआ व्यवहारकारी को यूपीआई सह सहजरे जोड़ा जिवो। एआई सहायता रे यूजर और व्यवसायी को शीघ्र ऋण और क्रेडिट सुविधा मध्य मिल पारिबो। सेथिपाई एआई व्यवहार रे स्वच्छता और कठोर नियमावली आवश्यक बोली एनपीसीआई मत प्रकाश करिछि। एपटे यूपीआई बजार रे फोनपे और गूगल पे रो प्रभाव अधिक थिबा बेले एनपीसीआई निजर भीम ऐप को सुरक्षित विकल्प भावे प्रोत्साहन देउछि। 2026 शेष सुधा कौनसी गोटिए यूपीआई ऐप रो बजार अंश 30% रु अधिक न हेबा पई मध्य योजना रही। परवर्ती खबर, तमिलनाडु आमोनिया गैस लीक दुर्घटना, केन्दुझर जिलार आउ जणे जुआंग युवती मृत्यु घटी। यह सह मृत्यु संख्या 13 को वृद्धि पाई। चिकित्साधीन अवस्था आखि बुझिंट अंधारी साहिर जुआंग युवती बुधवारी नायक। गतकाली विलंबित राति गाँव में पहुंची मोर शरीर। पूर्व 12 जनक मृत्यु होता बेले रविवार बुधवारी मृत्यु घटी। ଏହି ଭୟାବହ ଘଟଣା ପରେ ସେଠାରେ କାମ କରୁଥିବା ଓଡ଼ିଶାର 66 ଜଣଙ୍କୁ ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି। ହରିଚନ୍ଦରପୁରର ଥାନା ଅଞ୍ଚଳର ଜଣେ ମହିଳା ଦଲାଲ ଏବଂ କାଳିଆହତା ଗ୍ରାମର ଶ୍ରୀକାନ୍ତ ଜୁଆଙ୍କ ଆର୍ଥିକ ପ୍ରଲୋଭନ ଦେଖାଇ ତାମିଲନାଡୁସ୍ଥିତ ସି ଫୁଡ୍ କମ୍ପାନୀ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାର୍ଯ୍ୟକାରୀ କରିବାକୁ ନେଇଥିଲେ। ତାମିଲନାଡୁ ପୁଲିସ ଦ୍ୱାରା ଶ୍ରୀକାନ୍ତ ଅଟକ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ପ୍ରତ୍ୟେକ ମୃତ ଶ୍ରମିକ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର, ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ। ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଭିଡ଼କୁ ଦେଖି ସବୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ପରବର୍ତ୍ତୀ ଖବର, ପାକିସ୍ତାନର କରାଚିରେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଶନିବାର ରାତିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ 6 ଜଣ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଜଣେ ଜୀବିତ ଧରାପଡ଼ିଛନ୍ତି। ପ୍ରାୟ 90 ମିନିଟ୍ ଧରି ଚାଲିଥିବା ଏନକାଉଣ୍ଟରରେ 4 ଜଣ ରେଞ୍ଜର୍ସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ସୁରକ୍ଷା ସୂତ୍ର ଅନୁସାରେ ନିଷିଦ୍ଧ ତେହରିକ ଇ ତାଲିବାନ ପାକିସ୍ତାନ ଟିଟିପି ସହ ଜଡ଼ିତ ଜମାତ ଉଲ୍ ଆହାରର 7 ଜଣ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡ଼ିରେ ମୁଖ୍ୟ ଫାଟକ ଭାଙ୍ଗି ମୁଖ୍ୟାଳୟ ଭିତରକୁ ପ୍ରବେଶ କରି ଗ୍ରେନେଡ୍ ମାଡ଼ ଓ ଗୁଳିଚାଳନା କରିଥିଲେ। ଖବର ପାଇ ସ୍ପେଶାଲ ସିକ୍ୟୁରିଟି ୟୁନିଟ୍ ଏସ୍ଏସ୍ୟୁ ଓ ଆତଙ୍କବାଦୀ ବିରୋଧୀ ବାହିନୀ ଏଟିଏଫ୍ ଘଟଣାସ୍ଥଳରେ ପହଞ୍ଚି ମିଳିତ ଅପରେସନ ଚଳାଇଥିଲେ। ଅପରେସନ ଶେଷରେ 6 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ବେଳେ ଜଣେ ଆହତ ଆତଙ୍କବାଦୀକୁ ଗିରଫ କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଅକ୍ଟୋବର 2024 ପରେ କରାଚିରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଆସୁଛି ବଡ଼ ଲଘୁଚାପ। ଜୁଲାଇ 1 ରୁ 5 ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ଅନୁସାରେ ଜୁଲାଇ 2ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ 2 ଦିନରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇପାରେ। ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ଜୁଲାଇ 1 ରୁ ବର୍ଷା ବଢ଼ିବ। 2 ଓ 3 ତାରିଖରେ ଉପକୂଳ ଓଡ଼ିଶାରେ ଏବଂ 3 ରୁ 5 ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଲଘୁଚାପ 4 ତାରିଖ ସୁଦ୍ଧା ଉତ୍ତର ଓଡ଼ିଶା କିମ୍ବା ଝାଡ଼ଖଣ୍ଡ ଅଞ୍ଚଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ। ଏହି ବର୍ଷା ରାଜ୍ୟର ଗରମ ଓ ଗୁଳୁଗୁଳିରୁ କିଛିଟା ଆଶ୍ୱସ୍ତି ଦେଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ତୁଳନାରେ ପ୍ରାୟ 52% କମ୍ ବର୍ଷା ରେକର୍ଡ ହୋଇଛି। ଦେବଗଡ଼, ସମ୍ବଲପୁର,
କଳାହାଣ୍ଡି, ସୁନ୍ଦରଗଡ଼, ମାଲକାନଗିରି, ପୁରୀ, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା ଓ ଯାଜପୁର ସମେତ ଅନେକ ଜିଲ୍ଲାରେ ବର୍ଷା ଘଟିତ ରହିଛି। ପାଣିପାଗ ବିଭାଗ ମଧ୍ୟ କହିଛି ଜୁନ୍ 30ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଏବଂ ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଆସନ୍ତା 29 ତାରିଖରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଷ୍ପତ୍ତି ହୋଇଛି ଯେ ସ୍ନାନଯାତ୍ରା ଦିନ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ 3ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଜରୁରୀ ନୀତି ପାଇଁ ରବିବାର ଦିନ ଅପରାହ୍ନ 2ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପରେ ବାହାରେ କାଠ ଦର୍ଶନ ସୁବିଧା ମିଳିବ ଏବଂ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ସ୍ନାନ ପୂର୍ଣ୍ଣିମା ଦିନ ଭୋର 4:30ରେ ମଙ୍ଗଳାର୍ପଣ, 5ଟାରେ ପହଣ୍ଡି, 12ରୁ 2ଟା ମଧ୍ୟରେ ମହାସ୍ନାନ, 3:30ଟାରେ ଛେରା ପହଁରା ଏବଂ 4ରୁ 5ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି 7:30ରୁ 9:30 ପର୍ଯ୍ୟନ୍ତ ସାହାଣ ମେଲା ଏବଂ ରାତି 11ଟାରୁ ବାହୁଡ଼ା ପହଣ୍ଡି କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ଖବର, ରାଜଗାଙ୍ଗପୁର ବାଇପାସ୍ ଲମଲଇ ରାସ୍ତା କଡ଼ରେ ଥିବା ଶ୍ରୀ ଶ୍ୟାମ ଏଣ୍ଟରପ୍ରାଇଜେସ୍ ଫିନାଇଲ୍ କାରଖାନାରେ ରବିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର କେମିକାଲ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। କାରଖାନାରେ ଥିବା ଜ୍ୱଳନଶୀଳ କେମିକାଲ ଓ ପ୍ଲାଷ୍ଟିକ୍ କାରଣରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ଖବର ପାଇ ରାଜଗାଙ୍ଗପୁର, କୁତ୍ରା ଏକ ସିମେଣ୍ଟ କାରଖାନାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ 2 ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ତଦନ୍ତରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ପରବର୍ତ୍ତୀ ଖବର, ଆୟାରଲ୍ୟାଣ୍ଡ ବିପକ୍ଷ ତୃତୀୟ T20ରେ ଟିମ୍ ଇଣ୍ଡିଆ 1 ରନ୍ରେ ପରାଜିତ ହୋଇଛି। ଏହି ହାର ସହ ଭାରତ ସିରିଜ୍ ମଧ୍ୟ ହାତଛଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଆୟାରଲ୍ୟାଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 154 ରନ୍ କରିଥିଲା। ଜବାବରେ ଭାରତ 20 ଓଭରରେ 9 ୱିକେଟ୍ ହରାଇ 153 ରନ୍ରେ ସୀମିତ ରହିଥିଲା। ଶେଷ ବଲ୍ରେ ପ୍ରିନ୍ସ ଯାଦବ ଛକା ମାରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ। ଭାରତରୁ ଆରମ୍ଭ ଅତ୍ୟନ୍ତ ନିରାଶାଜନକ ଥିଲା। 2 ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତିଳକ ବର୍ମା 55 ରନ୍ ଓ ହର୍ଷିତ ରାଣା 21 ରନ୍ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନ୍ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ଆୟାରଲ୍ୟାଣ୍ଡ ପକ୍ଷରୁ ଟିମ୍ ଟେକ୍ଟର, ରସ୍ ଆଡାୟର ଓ ଲର୍କାନ୍ ଟକରଙ୍କ ଉପଯୋଗୀ ପାଳି ଦଳକୁ ଲଢ଼େଇ ଯୋଗ୍ୟ ସ୍କୋର ଦେଇଥିଲା। ବିଦେଶ ମାଟିରେ ଆୟାରଲ୍ୟାଣ୍ଡ ଭଳି ଦଳଠାରୁ ଏଭଳି ପରାଜୟ ପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସମାଲୋଚନା ବଢ଼ିଛି। ପରବର୍ତ୍ତୀ ଖବର, ମନ୍ କି ବାତ୍ର 135ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସୁନା କିଣିବା କମାଇବା ଓ ପେଟ୍ରୋଲ ଡିଜେଲ ସଞ୍ଚୟ କରିବା ପାଇଁ ତାଙ୍କ ଆହ୍ୱାନକୁ ଦେଶବାସୀ ସକାରାତ୍ମକ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଅନେକ ପରିବାର ବିବାହ ପାଇଁ ନୂଆ ସୁନା ନ କିଣି ପୁରୁଣା ସୁନାକୁ ପୁନଃ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କାର୍ ପୁଲିଂ ମାଧ୍ୟମରେ ଇନ୍ଧନ ସଞ୍ଚୟ କରିବାର ପ୍ରୟାସ ମଧ୍ୟ ବଢ଼ିଛି। ଏହି ସହଯୋଗ ପାଇଁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ଆତ୍ମନିର୍ଭରତାକୁ ନେଇ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ ସମ୍ପ୍ରତି କୋଲକାତାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହୋଇଛି, ଯାହା ଦେଶର ସାମରିକ ଶକ୍ତି ଓ ସ୍ୱଦେଶୀ କ୍ଷମତାକୁ ଆହୁରି ମଜବୁତ କରିବ। ପରବର୍ତ୍ତୀ ଖବର, ଭୟଙ୍କର ଭୂମିକମ୍ପ ପରେ ସଙ୍କଟରେ ପଡ଼ିଥିବା ଭେନେଜୁଏଲାକୁ ସହାୟତାର ହାତ ବଢ଼ାଇଛି ଭାରତ। ଅପରେସନ ଅମିସ୍ତାଦ ଅଧୀନରେ ଭାରତ 30 ଟନ୍ ରିଲିଫ୍ ସାମଗ୍ରୀ ପଠାଇବା ସହ 41 ଜଣିଆ ମାନବୀୟ ସହାୟତା ଦଳକୁ ମଧ୍ୟ ମୋତାୟନ କରିଛି। ଏହି ଦଳ ସହ ଏକ ଫିଲ୍ଡ ହସ୍ପିଟାଲ, ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ମଧ୍ୟ ଭେନେଜୁଏଲାରେ ପହଞ୍ଚିଛି। ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାରେ ଏହି ସହାୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ପରବର୍ତ୍ତୀ ଖବର, ଇସ୍କରାଏ ତୈବା ଏଲ୍ଇଟିର ଟପ୍ କମାଣ୍ଡର ଗାଜି ମମତାଜଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଦାବି ବିଭିନ୍ନ ଅନଲାଇନ୍ ରିପୋର୍ଟରେ କରାଯାଇଛି। ସେ ଦୀର୍ଘ ଦିନ ଧରି ଜମ୍ମୁ କାଶ୍ମୀରରେ ସକ୍ରିୟ ଥିଲେ ଏବଂ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନକୁ ଫେରି ଯାଇଥିଲେ। ରିପୋର୍ଟ ଅନୁସାରେ ଗାଜି ମମତାଜ ପାକିସ୍ତାନର ଖୈବର ପଖ୍ତୁନା ପ୍ରଦେଶର ବାସିନ୍ଦା ଥିଲେ ଏବଂ ଇସ୍କର ମୁଖ୍ୟ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ। ସେ ଇସ୍କରର ପ୍ରଶିକ୍ଷଣ ଶିବିରରେ ଟ୍ରେନର ଭାବେ ମଧ୍ୟ କାମ କରୁଥିଲେ। ଅନଲାଇନ୍ ସୂଚନା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ କିଛି ବରିଷ୍ଠ ଆତଙ୍କବାଦୀ ଓ ପାକିସ୍ତାନ ସେନା ଅଧିକାରୀ ଯୋଗ ଦେଇପାରନ୍ତି ବୋଲି ଦାବି କରାଯାଇଛି। ତେବେ ଏହି ସମସ୍ତ ଦାବିର ସ୍ୱାଧୀନ ଭାବେ ଆଧିକାରିକ ପୁଷ୍ଟି ହୋଇନାହିଁ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଶ୍ୱିକ କୂଟନୀତି ଏବଂ ପରିବେଶ ସୁରକ୍ଷା ନୀତିର ଶକ୍ତିକୁ ଆଜି ସାରା ବିଶ୍ୱ ସ୍ୱୀକାର କରୁଛି। ସ୍ୱାଧୀନତା ଦିବସର ସୁବର୍ଣ୍ଣ ଜୟନ୍ତୀର ଐତିହାସିକ ଅବସରରେ ଭାରତ ମହାସାଗରରେ ଥିବା ରଣନୈତିକ ଏବଂ ମନୋରମ ଦ୍ୱୀପ ରାଷ୍ଟ୍ର ସେଚେଲ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଦେଶର ସବୁଠାରୁ ମର୍ଯ୍ୟାଦାଜନକ ଏବଂ ସର୍ବୋଚ୍ଚ ନାଗରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ
ହରାଇଜନରେ ସମ୍ମାନିତ କରିଛି। ସେଚେଲ୍ସର ରାଷ୍ଟ୍ରପତି ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଏବଂ ସବୁଜ ଦୃଷ୍ଟିକୋଣରେ ତାଙ୍କର ଉତ୍କୃଷ୍ଟ ଏବଂ ସାହସିକ ବିଶ୍ୱ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ସାଉଦି ଆରବର ପ୍ରମୁଖ ଏବଂ ସର୍ବବୃହତ ତୈଳ କମ୍ପାନୀ ସାଉଦି ଆରାମକୋର ଏକ ହେଲିକପ୍ଟର ଦେଶର ରାସ୍ ଟାନୁରାରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ 14 ଜଣଙ୍କର ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଏବଂ ତଦନ୍ତ ଚାଲିଛି। ରାସ୍ ଟାନୁରା ପଶ୍ଚିମ ଏସିଆ ଅଞ୍ଚଳର ସର୍ବବୃହତ ତୈଳ ବିଶୋଧନାଗାରର କେନ୍ଦ୍ର, ଯାହା ସାଉଦି ଆରାମକୋ ଦ୍ୱାରା ପରିଚାଳିତ। ସାଉଦି ଆରବର ସରକାରୀ ଗଣମାଧ୍ୟମ ସାଉଦି ପ୍ରେସ୍ ଏଜେନ୍ସି SPAର ଏକ ରିପୋର୍ଟ ଅନୁଯାୟୀ ଆଜି ସ୍ଥାନୀୟ ସମୟ ପ୍ରାୟ 6ଟାରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସମସ୍ତ ମୃତକ ଅର୍ଥାତ୍ 14 ଜଣ ସାଉଦି ନାଗରିକ ଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଘଟଣାର ତଦନ୍ତ ଚାଲିଛି। ପରବର୍ତ୍ତୀ ଖବର, ଭାରତ ଆମେରିକା ସମ୍ପର୍କ ମଧ୍ୟରେ ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ରାସ୍ତାର ନାମ ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ରଖାଯାଇଛି। ଏହି ସମ୍ମାନ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଧନ୍ୟବାଦ ଜଣାଇ ଏହାକୁ ଅଭୂତପୂର୍ବ ସମ୍ମାନ ବୋଲି କହିଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଉଦ୍ଘାଟନର ଫଟୋ ସେୟାର କରି କହିଛନ୍ତି ଯେ ଭାରତର କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ନାମରେ ଏଭଳି ରାସ୍ତା ନାମକରଣ ପ୍ରଥମ ଘଟଣା। ହାଇଦ୍ରାବାଦର ନାମ କରାଗୁଡ଼ା ଅଞ୍ଚଳରେ ଥିବା ଏହି ରାସ୍ତା ଆମେରିକା ବାଣିଜ୍ୟ ଦୂତାବାସ ନିକଟରେ ଅବସ୍ଥିତ। ପୂର୍ବରୁ ଏହା ଆମେରିକାନ୍ କନସୁଲେଟ୍ ରୋଡ୍ ଭାବେ ପରିଚିତ ଥିଲା। ଏହି ଅଞ୍ଚଳରେ ମାଇକ୍ରୋସଫ୍ଟ, ଗୁଗଲ, ଆମାଜନ ପରି ବହୁ ବଡ଼ ଟେକ୍ କମ୍ପାନୀର କାର୍ଯ୍ୟାଳୟ ରହିଛି। ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଓ ଆମେରିକୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ରାସ୍ତାର ଉଦ୍ଘାଟନ ହୋଇଥିଲା। ରାଜ୍ୟ ସରକାର କହିଛନ୍ତି ଏହି ନାମକରଣ ହାଇଦ୍ରାବାଦର ବୈଶ୍ୱିକ ପରିଚୟ ସହ ଭାରତ ଆମେରିକା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ପରବର୍ତ୍ତୀ ଖବର, ଫ୍ରାନ୍ସର ଉତ୍ତର ପୂର୍ବ ସହର ଟାମ୍ବଲେନ୍ରେ ଏକ ପିଲାଟସ୍ PC-6 ଟର୍ବୋ ପୋର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 11 ଜଣଙ୍କର ମୃତ୍ୟୁ ଘଟିଛି। ପାରାଚୁଟ୍ ଜମ୍ପିଂ ତାଲିମ ପାଇଁ ବ୍ୟବହୃତ ଏହି ବିମାନରେ ପାଇଲଟ, 5 ଜଣ ପ୍ରଶିକ୍ଷକ ଓ 5 ଜଣ ଛାତ୍ର ଥିଲେ। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତଙ୍କର ପ୍ରାଣହାନି ଘଟିଛି। ଉଡ଼ାଣ ସମୟରେ ହଠାତ୍ ବିମାନଟି ଖସି ପଡ଼ିଥିବା ବେଳେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ, ତେବେ କାହାକୁ ଜୀବିତ ଉଦ୍ଧାର କରାଯାଇପାରିନଥିଲା। ଫ୍ରାନ୍ସ ସରକାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗୃହମନ୍ତ୍ରୀ ବ୍ରୁନୋ ରିଟେଲୋ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପରବର୍ତ୍ତୀ ଖବର, 5 କୋଟି ଟଙ୍କାର ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହାଇ ପ୍ରୋଫାଇଲ୍ ଠକ ସଚ୍ଚିଦାନନ୍ଦ ଭୋଇଙ୍କୁ ନେପାଳ ସୀମାରୁ ଗିରଫ କରିଛି। ଅଭିଯୁକ୍ତ ଗୋ ବ୍ୟାକ୍ କାର୍ ସର୍ଭିସ ନାମରେ କମ୍ପାନୀ ଖୋଲି ଲୋକଙ୍କଠାରୁ ପ୍ରାୟ 5 କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଛି। ଏନେଇ ଶହୀଦନଗର ପାହାଳ ସ୍ପେଶାଲ କ୍ରାଇମ୍ ୟୁନିଟ୍ ସମେତ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ NBW ନନ୍ ବେଲେବୁଲ୍ ୱାରେଣ୍ଟ ଜାରି ହୋଇଥିଲା ବେଳେ ସେ ନେପାଳ ସୀମା ଦେଇ ଦେଶ ଛାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ଗିରଫ କରିଛି। ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ପରବର୍ତ୍ତୀ ଖବର, ପଶ୍ଚିମ ୟୁରୋପରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ଜୁନ୍ 24ରୁ ଆରମ୍ଭ ହୋଇଥିବା ତୀବ୍ର ଗରମରେ ଏପର୍ଯ୍ୟନ୍ତ 1000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ରେଡ୍ ଆଲର୍ଟ ଅଞ୍ଚଳର ମୃତକଙ୍କ ମଧ୍ୟରୁ ପ୍ରାୟ 85% ଜଣ 65 ବର୍ଷରୁ ଅଧିକ ବୟସ୍କ ବୋଲି ଜଣାପଡ଼ିଛି। ବିଶେଷ କରି ପ୍ୟାରିସ୍ ସମେତ ଇଲେ-ଡି ଫ୍ରାନ୍ସ ଅଞ୍ଚଳରେ ଘରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଅନେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପାଣି ସ୍ପ୍ରେ କରୁଛି ଏବଂ ବୃଦ୍ଧ, ଏକାକୀ ରହୁଥିବା ଲୋକଙ୍କ ପ୍ରତି ବିଶେଷ ସହାୟତା ଯୋଗାଇବାକୁ ଆହ୍ୱାନ କରିଛି। ଦର୍ଶକ ବନ୍ଧୁ, ଏହି ଥିଲା ଆଜିର 20ଟି ବଡ଼ ଖବର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଜୟ ଜଗନ୍ନାଥ।